ଭିତ୍ତିଭୂମି କିଛି ନଥିଲା। ବର୍ତ୍ତମାନ ଏବେ ଆରଏମସି ଦ୍ୱାରା ସବୁ ମଣ୍ଡିରେ ଚାଲି ଅଛି। ଯୋଉ ଗ୍ରାମ ପଞ୍ଚାୟତ ମାନଙ୍କରେ ମଣ୍ଡିର ଜମି ପାଇଁ ପଟା ମିଳିନାହିଁ, ସେ ଜାଗାରେ ପେଣ୍ଡିଂ ଅଛି। ଆଉ ଏଇ ବର୍ଷ ଲେମ୍ପସକୁ ପାଣିର ବ୍ୟବସ୍ଥା ଯେମିତି ଚାଷୀମାନେ ଅସୁବିଧା ନ ହେବେ, ଆଉ ତାର ପିଣ୍ଡି କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଆମେ ଅସ୍ଥାୟୀ ଶୌଚାଳୟ ଆଉ ଆରାମସେ ଟେଣ୍ଟ ଯେମିତି କରୁଥିଲେ ଆମେ ବି ସେମିତି କରୁଛୁ। ଆଉ ଚାଷୀମାନଙ୍କୁ ପାଣି ଯୋଗାଇ ଦେବୁ, ଏଥିରେ କୌଣସି ଅସୁବିଧା ହେବ ନାହିଁ। ବର୍ତ୍ତମାନ ଆମ ଲ୍ୟାମ୍ପରେ 6813 ଜଣ ରେଜିଷ୍ଟ୍ରେସନ କରିଥିଲେ, ତାହିଁରୁ 70 ଜଣ କଟି ଯାଇଛନ୍ତି ଆର୍ଆଇ ଆଉ ସାଟେଲାଇଟ୍ ଦ୍ୱାରା। ଆଉ ବର୍ତ୍ତମାନ ଏବେ କାଲି ଦେଖିଲୁ ଆମର ୱେବସାଇଟ୍ରେ 8513 ଚାଷୀ ବର୍ତ୍ତମାନ ସହ କରୁଛି। କେତେ କଣ ଧାନ ଉଠିବା ଟାର୍ଗେଟ ମଣ୍ଡି ଅଛି ମାନେ ଟାର୍ଗେଟ କିଛି ହେଇନାହିଁ। ଆମର 8ଟା ମଣ୍ଡି ଥିଲା, ବର୍ତ୍ତମାନ ଆଉ 3ଟା ମଣ୍ଡି ହେବାକୁ ଯାଉଅଛି। ସେ ବିଷୟରେ କନଫର୍ମ ନାହିଁ, କିଛି ଚିଠି ପିଠି ଆସିନାହିଁ। ଘୁମର, ଭନସୁଲି ଆଉ ଛତରଲା ଆଉ ଢାମଣାହାଣ୍ଡି। ଭନସୁଲି ମଣ୍ଡି ତ ଆମେ ସେମିତି କିଛି କହିପାରିବୁ ନାହିଁ। ତାଙ୍କେ ବର୍ତ୍ତମାନ ଆମ ଲ୍ୟାମ୍ପରେ 270 ଜଣ ରେଜିଷ୍ଟ୍ରେସନ କରିଅଛନ୍ତି। ଢାମଣାହାଣ୍ଡି ମଣ୍ଡିରେ ତାଙ୍କେ ରେଜିଷ୍ଟ୍ରେସନ କରିଥିଲେ, ତାଙ୍କର କଟିଗଲା ବୋଲିକିରି ଯାହା ଖବର ଅଛି, କିନ୍ତୁ ଆମକୁ କୌଣସି ଚିଠି ପତ୍ର ଆସିନାହିଁ। ମାତ୍ର ଆମର ଲଗ୍ଇନ୍ରେ ଚାଷୀମାନଙ୍କ ନାଁ ସହ କରୁଛି।